ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ମାୟା ଓ ମମତା ସିରିଏଲରେ ଆପଣମାନେ ଦେଖିବାକୁ ପାଇବେ ଯେ ପଲ୍ଲବୀ ଆସିଥିବ ଉପର ସିଡ଼ିରୁ ଓହ୍ଲେଇକି ସମସ୍ତେ ପଲ୍ଲବୀକି ଚାହୁଁଥିବେ। ପଲ୍ଲବୀ ଆସି କହିବ, ସାନମା ମାମା ମୁଁ ଟିକେ ମନ୍ଦିର ଯାଉଛି। ସାନମା କହିବ ହଁ ଯା। କିନ୍ତୁ ମାୟା ବହୁତ ଜୋରରେ ରାଗିଥିବ ଆଉ ରାଗିକି ତାକୁ ଅନଉଥିବ। ପଲ୍ଲବୀ ଯିବ ଠାକୁରଙ୍କୁ ମୁଣ୍ଡିଆ ମାରି ଭୋଗ ଥାଳି ଧରି ବାହାରି ଯିବ। ବାହାରିକି ସାରିଲା ପରେ ମାୟା କହିବ, ଆନନ୍ଦ ଆମେ ଏବେ କ'ଣ କରିବା? ପଲ୍ଲବୀର ପ୍ରକୃତ ବାପା ମାଆ କିଏ ଆମେ କେମିତି ଜାଣିବା? ଆନନ୍ଦ କହିବ ଯେ ପ୍ରକୃତ ବାପା ମାଆଙ୍କ ଠାରୁ ଆମକୁ କ'ଣ ମିଳିବ? ତାଙ୍କୁ ଯିଏ ପାଳିଛି ସିଏ ତ ଏବେ ନାହାନ୍ତି। ଯିଏ ଯଦି ପାଳି ପୋଷି ମଣିଷ କରିଛି ଆମେ ତାଙ୍କୁ ହିଁ ଚିହ୍ନିଛେ। ମାଆ କହିବ ଯେ କେଜାଣି କାହାର ସନ୍ତାନକୁ ଆମ ବେକରେ ବାନ୍ଧି ଦେଇ ଚାଲିଗଲେ। ଏପଟେ ସାନମା ଆଉ ସାନବାପା ଦୁହେଁ ମନ ଦୁଃଖ କରୁଥିବେ। ଆନନ୍ଦ କହିବେ ଯେତିକି ମିଳିଛି ସେତିକିରେ ଖୁସି ରୁହ। ମାୟା କହିବେ ଏଥିରେ ମୁଁ ତ ତାକୁ ମୋ ଘରର ସବୁ ଚାବିକାଠି ଦେଇଛି, ସବୁକିଛି ତା ହାତରେ ଟେକି ଦେଇଛି। କେଜାଣି ଏବେ କ'ଣ ହେବ? କିନ୍ତୁ ମୋ ସାଙ୍ଗମାନେ ମୋ ଫ୍ରେଣ୍ଡସ୍ ମାନେ ଯେତେବେଳେ ଜାଣିବେ କ'ଣ ହେବ ସେହି ଟାଇମ୍ରେ କେହି ଜଣେ ବାହାରୁ ଆସି କହିବ ଯେ ଏବେ ଆଉ ଭାବିଲେ କ'ଣ ହେବ? ମାୟା ସମସ୍ତେ ମମତା ଆଉ ସାନବାପା ସମସ୍ତେ ଚାହୁଁଥିବେ ଏ କିଏ ସେ? କିନ୍ତୁ ସେ ହେଉଛି ମାୟାର ବଡ଼ ଦିଦି। ଆନନ୍ଦ ଆଉ ମାୟା ବହୁତ ଖୁସି ହେଇଯାଉଥିବେ ତାକୁ ଦେଖିକି। ତାଙ୍କ ପାଖକୁ ଯାଇକି ତାଙ୍କୁ କୋଳେଇ ନେଉଥିବେ। ତା ବଡ଼ ଦିଦି କହିବ, ଆରେ ଇଏ କ'ଣ ମାୟା, ତୁ କ'ଣ ଝଡ଼ିଗଲୁଣି ଯେମିତି ଦେଖାଯାଉଛୁ, ବର୍ଷ ଧରି ରୋଗରେ ପଡ଼ିଥିଲୁ। ଆନନ୍ଦ କହିବ ଯେ ହଁ ସେ ଏବେ ଦେହର ଖରାପ ଥିଲା, ଦେହ ଖରାପରୁ ଉଠିଛନ୍ତି। ଦୁହେଁ ଦୁଇ ଜଣଙ୍କୁ କୋଳେଇ ନେବେ ଆଉ ବହୁତ ସାରା କଥା ହେବେ। ହଁ ସାଙ୍ଗମାନେ, ଆପଣମାନେ କ'ଣ ଭାବୁଛନ୍ତି? ଏ ପଲ୍ଲବୀର ପ୍ରକୃତ ବାପା ମାଆ କିଏ ଜାଣିବା ପାଇଁ ମାୟା କ'ଣ ଆହୁରି ଥରେ